मा- ଆମେ ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 355 356 ଜ୍ଞାନ 355 ଆପଣାର ଶୁଦ୍ଧିକରଣ ସକାଶେ ସ୍ୱାର୍ଥ ତ୍ୟାଗ ଗୋଟିଏ ଅତ୍ୟନ୍ତ ଶକ୍ତିଶାଳୀ ସାଧନ, ମାତ୍ର ତାହାକୁ କଦାପି ଏକ ସାଧ୍ୟ ରୂପେ ବ୍ୟବହାର କରାଯାଇ ପାରିବ ନାହିଁ ବା ଜୀବନର ଏକ ଚୂଡ଼ାନ୍ତ ବିଧାନ ରୂପେ ଗ୍ରହଣ କରାଯାଇ ପାରିବ ନାହିଁ। ଆପଣାକୁ ଦମନ କରି ରଖିବାକୁ ନୁହେଁ, ମାତ୍ର ପରମେଶ୍ୱରଙ୍କର ସନ୍ତୋଷ ବିଧାନ କରିବା ହିଁ ତୁମର ଲକ୍ଷ୍ୟ ହୋଇ ରହିବା ଉଚିତ। ଜ୍ଞାନ 356 ପାପ ଏବଂ ଦୁଷ୍କର୍ମ ଯେଉଁ ଅନର୍ଥ ଭିଆଉଛି ତାହାକୁ ସ୍ପଷ୍ଟ କରି ଦେଖିପାରିବା ବଡ଼ ସହଜ, ମାତ୍ର ଯେଉଁ ପୁଣ୍ୟ କାର୍ଯ୍ୟ ଭିତରେ ଦମ୍ଭ ଓ ସ୍ୱାଭିମାନ ଭର୍ତ୍ତି ହୋଇ ରହିଥାଏ, ଯଥାର୍ଥ ଭାବରେ ନିଜକୁ ପ୍ରଶିକ୍ଷିତ କରିପାରିଥିବା ଆଖି ତାହା ଦ୍ୱାରା କୃତ ଅନିଷ୍ଟଟିକୁ ମଧ୍ୟ ଦେଖିବାରେ ସମର୍ଥ ହୁଏ। ଆମେ ବାରମ୍ବାର ଏ ବିଷୟ ଆଲୋଚନା କରୁଛନ୍ତି, ତଥାପି ଗୋଟିଏ ପରେ ଗୋଟିଏ ଜ୍ଞାନ କାରିକାରେ ପ୍ରଭୁ ଶ୍ରୀ ଅରବିନ୍ଦ ତାକୁ ଆହୁରି ସ୍ପଷ୍ଟ କରି ଚାଲୁଛନ୍ତି। ମା କହୁଛନ୍ତି ସୋପାନ ସୋପାନ କରି ଏବଂ ଯାବତୀୟ ପ୍ରତ୍ୟେକ ଦୃଷ୍ଟିକୋଣରୁ ଶ୍ରୀ ଅରବିନ୍ଦ ଯଥାର୍ଥ ସତ୍ୟ ଯେ ସକଳ ଦ୍ୱନ୍ଦ୍ୱ ତଥା ବିରୋଧିତାର ସକଳ ବିଭାଜନର ଊର୍ଦ୍ଧ୍ୱରେ ରହିଛି, ଏକ ଉଜ୍ଜଳ ଏବଂ ସମଗ୍ର ଏକତ୍ୱ ମଧ୍ୟରେ ସେ ସବୁର ଅତୀତ ହୋଇ ରହିଛି, ଆମକୁ ସେଇ କଥାଟି ଦର୍ଶାଇ ଦେଇଛନ୍ତି। ଏଠି ଦିଟା ଯାକ ଜ୍ଞାନ କାରିକାରେ ଯୋଉ ବର୍ଣ୍ଣନା କରୁଛନ୍ତି ପ୍ରଭୁ, ଆମକୁ ସେ ଜଣାଇ ଦଉଛନ୍ତି ଯେ ପ୍ରକୃତ ଜ୍ଞାନ ବା ଆମେ ପ୍ରଜ୍ଞା କହିବା, ସିଏ ଏଇ ସକଳ ଦ୍ୱନ୍ଦ୍ୱର ତଥା ବିରୋଧିତାର ଊର୍ଦ୍ଧ୍ୱରେ ଏବଂ ଏକ ଉଜ୍ଜଳ ଏବଂ ସମଗ୍ର ଏକତ୍ୱ ମଧ୍ୟରେ ସେ ସବୁର ଅତୀତ ହୋଇ ରହିଛନ୍ତି। ଯେତେବେଳେ ଏକତ୍ୱ ବୋଧ ନାହିଁ, ସେତେବେଳେ ବିରୋଧିତା ବୋଧ ଆସେ। ବିରୋଧୀ ଭାବ ଆସିଲା ଅର୍ଥ ତାହା ଆମକୁ କର୍ମଙ୍କ ପାଖରୁ ଭିନ୍ନ କଲା। ଆପଣ ଯେକୌଣସି କ୍ଷେତ୍ରରେ ହଉ, ବିରୋଧୀ ଭାବ ଦେଖନ୍ତୁ, ବେଳେ ବେଳେ ଲୋକ କେତେ ଗୁଡେ କଥାକୁ ମିକ୍ସ ଅପ୍ କରିଦିଅନ୍ତି। ବିରୋଧୀ ଭାବ ରଖିବି ନାହିଁ ବୋଲି ମୁଁ ଅସୁରକୁ ସହିତ ଯାଇ କରମର୍ଦ୍ଦନ କରିବି ନାହିଁ କିମ୍ବା ତାକୁ କୋଳାଗ୍ରତ କରିବି ନାହିଁ। ବିରୋଧୀ ଶକ୍ତିକୁ ମୁଁ କୋଳାଗ୍ରତ କରିବି। ଏକତ୍ୱ ଅର୍ଥ ଏଠି ନୁହଁ ଯେ ବିରୋଧୀ ଶକ୍ତି ସହିତ ଯାଇକି ଏକତ୍ୱ ଅର୍ଜନ କରିବା। ଏକତ୍ୱ ଅର୍ଜନ କରିବା ହେଉଛି ବିଶାଳତା ସହିତ, ପରମଙ୍କ ସହିତ ଏବଂ ଏକ ପ୍ରସାରତା ସହିତ, ବ୍ୟାପକତା ସହିତ ଆମକୁ ଏକତ୍ୱ ଅର୍ଜନ କରିବା କଥା କୁହାହଉଛି। ତା ଦ୍ୱାରା କଣ ହୁଏ, ଆପଣ ଯେତେବେଳେ ପରମଙ୍କ ସହିତ ଏକତ୍ୱ ହଉଛନ୍ତି, ଯେତେବେଳେ ଏକ ପ୍ରସାର ବ୍ୟାପକ ସହିତ ଏକତ୍ୱ ହଉଛନ୍ତି, ସେତେବେଳେ ଆମ ଭିତରେ ସଂକୀର୍ଣ୍ଣତା ଦୂର ହେଇଯାଏ ଏବଂ ଗ୍ରହଣଶୀଳତା ବୃଦ୍ଧି ପାଏ। ଗ୍ରହଣଶୀଳତା ବୃଦ୍ଧି ପାଇଲେ ଉଚ୍ଚତର ଶକ୍ତି ବା ଊର୍ଦ୍ଧ୍ୱତର ଶକ୍ତିର ଯୋଉ କ୍ରିୟା, ତାକୁ ବୁଝିବା ପାଇଁ, ତାକୁ ଧାରଣ କରିବା ପାଇଁ ଆମେ ସମର୍ଥ ହେବା। ଇଏ ହଉଛି ଏକତ୍ୱ କଥା କୁହାହଉଛି। ଏବଂ ସେହି ପରମଙ୍କ ସହିତ ଏକତ୍ୱ ଅର୍ଜନ କରିବାକୁ ହେଲେ ଆମକୁ ଏଇ ବିରୋଧୀ ଶକ୍ତି, ସଂକୀର୍ଣ୍ଣତା, ସ୍ୱାର୍ଥପରତା, ଅହଂର ଭିନ୍ନ ଭିନ୍ନ ଯାବତୀୟ କାର୍ଯ୍ୟରୁ ଆମକୁ ଦୂରେଇ ରହିବାକୁ ପଡିବ। ତାକୁ ମାନେ 100% ପ୍ରତ୍ୟାଖ୍ୟାନ କରିବାକୁ ପଡିବ। ଏଇଟା ମିକ୍ସଅପ୍ କରିଦିଅନ୍ତି ଲୋକ, ଭାବନ୍ତି ଯେ ନାଇଁ ନାଇଁ ତାକୁ ବି କୋଳାଗ୍ରତ କରିବ। ବେଳେ ବେଳେ ଆହୁରି ଗୋଟେ ମଜା କଥା ହଉଛି ଅଲ୍ ଲାଇଫ୍ ଇଜ୍ ଯୋଗ। ବର୍ଣ୍ଣନା କରିବାକୁ ଯାଇକି ଲୋକେ ବର୍ଣ୍ଣନା କରନ୍ତି, ବ୍ୟାଖ୍ୟା କରିଦିଅନ୍ତି, ସେଇଟା ହିଁ ହେଇଯାଏ କଣ, ବିକୃତ ହେଇଯାଏ। କଣ, ଅଲ୍ ଲାଇଫ୍ ଇଜ୍ ଯୋଗ ଅର୍ଥ ହଉଛି, ତେଣୁ ମୁଁ ଯାହା କରୁଛି ସେଇଟା ଯୋଗଯୁକ୍ତ ହେଇଗଲା, ସେଇଟା ଯୋଗ ହେଇଗଲା। ଯାହା କରୁଛି ମୁଁ ଯୋଗ ନୁହଁ, ସମଗ୍ର ଜୀବନକୁ ଯୋଗଯୁକ୍ତ କରିବା କଥା କୁହାହଉଛି। ଏଠି ଯେତେବେଳେ ଅଲ୍ ଲାଇଫ୍ ଇଜ୍ ଯୋଗ କଥା ଉଠେଇଛନ୍ତି, ସେତେବେଳେ ଆମେ ଯୋଉ ଗୋଟେ ସମୟରେ ଯେତେବେଳେ କାମନା ବାସନାରେ ଜର୍ଜରିତ ହେଇ ମନୁଷ୍ୟ ସମାଜ କେବଳ ସ୍ୱାର୍ଥପରତା ଅହଂ ଦ୍ୱାରା ପରିଚାଳିତ ହେଲା, ସେତେବେଳେ
ବ୍ୟକ୍ତି ମାନଙ୍କ ଭିତରେ ଏକ ବୈରାଗ୍ୟ ଭାବ ଆଣିବା ପାଇଁ ସେତେବେଳେ ଘର ସଂସାର ତ୍ୟାଗ କରିବା, କେବଳ ଭଗବାନଙ୍କୁ ଆରାଧନା କରିବା ଏକ ସ୍ପନ୍ଦନ ସେତେବେଳେ ସମସ୍ତ ମନୁଷ୍ୟ ମାନଙ୍କ ପାଖରେ ପହଞ୍ଚେଇ ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ଅତିମାନ ଶକ୍ତି ଅବତରଣ କରିସାରିଲାଣି, ରୂପାନ୍ତର ହେବ। ତେଣୁ ସେଇ ଯୋଉ ପ୍ରବୃତ୍ତି, ସେଇ ଯୋଉ ଦୁର୍ବଳତା, ସେଇ ଯୋଉ ଅସାମର୍ଥ୍ୟତା ଏବଂ ସାମର୍ଥ୍ୟତା ସବୁଗୁଡ଼ିକ କେବଳ ପରମଙ୍କ ଦ୍ୱାରା ପରିଚାଳିତ ହେବ, ପରମଙ୍କ ତତ୍ତ୍ୱରେ ପ୍ରଦର୍ଶିତ ହେଇ କାର୍ଯ୍ୟ କରିବ, କେବଳ ତାଙ୍କରି ଉଦ୍ଦେଶ୍ୟରେ ସମର୍ପିତ ହୋଇ ପରିପ୍ରକାଶ ହେବ, ଅବିକୃତ ଭାବରେ ପରିପ୍ରକାଶ ହେବ। ଏଇଟା ହେଉଛି ତାର ମୂଳ ଲକ୍ଷ୍ୟ। ତେଣୁ ସେତେବେଳେ ଆମେ ଜୀବନର ପ୍ରତ୍ୟେକ କାର୍ଯ୍ୟକୁ, ପ୍ରତ୍ୟେକ କର୍ତ୍ତବ୍ୟକୁ, ପ୍ରତ୍ୟେକ ଚିନ୍ତାକୁ, ପ୍ରତ୍ୟେକ ଭାବନାକୁ, ପ୍ରତ୍ୟେକ ଧାରଣାକୁ, ପ୍ରତ୍ୟେକ ଆଦର୍ଶକୁ, ପ୍ରତ୍ୟେକ ଦୃଷ୍ଟିକୋଣକୁ ଆମକୁ କେବଳ କେବଳ ପରମଙ୍କ ନିର୍ଦ୍ଦେଶିତ, ପରମଙ୍କ ଆଡ଼କୁ ଅଭିପ୍ସୁ ହେଇ ଆମକୁ କାମ କରିବାକୁ ପଡ଼ିବ। ତେଣୁ ସେତେବେଳେ ଅଲ୍ ଲାଇଫ୍ ଇଜ୍ ଯୋଗ, ସେଥିପାଇଁ କୁହାଯାଉଛି। କିନ୍ତୁ ଲୋକେ କ'ଣ କରନ୍ତି? ଲୋକେ କୁହନ୍ତି ନାଇଁ, ମୁଁ ଯାହା କରୁଛି ସେଇଟା ହେଇଗଲା ଯୋଗ। ମୁଁ ଯଦି କାହାକୁ ଗାଳି ଦଉଛି ସେଇଟା ମୋ ଯୋଗ, ସେଇଟା ବି ଯୋଗ। ଭଗବାନ ଇଚ୍ଛା କରୁଛନ୍ତି, ମା ଇଚ୍ଛା କରୁଛନ୍ତି ମୋ ଭିତରେ। ମୁଁ ଯଦି ସ୍ୱାର୍ଥପର ବା ସ୍ୱାର୍ଥଯୁକ୍ତ ହେଇ ବା ଅର୍ଥ ପ୍ରତି ଆସକ୍ତି ହଉ, ବା ନିଜର ଭାବ ପ୍ରତି ଆସକ୍ତି ହଉ, ନିଜର ଧାରଣା ପ୍ରତି ଆସକ୍ତ ହଉ, କୌଣସି ପ୍ରକାରର ବି ଆସକ୍ତି ଯୁକ୍ତ ହେଇ କର୍ମ କରୁଛି, ଭାବୁଛି, ଚିନ୍ତା କରୁଛି, ତାକୁ ବି ମୁଁ ଯଦି କହିବି ଯୋଗ, ତେବେ ମୁଁ ତାହାର ବା ପ୍ରଭୁଙ୍କର ବା ମାଙ୍କର ଲେଖାକୁ ମୁଁ କ'ଣ କରୁଛି ନା କଦର୍ଥ କରୁଛି, କଦର୍ଥ କରୁଛି। ତେଣୁ ଆମେ ସଚେତନ ରହିବା। ଅଲ୍ ଲାଇଫ୍ ଇଜ୍ ଯୋଗ ଯୋଉ କୁହାହଉଛି, ଏଇଥିପାଇଁ କୁହାହଉଛି ପ୍ରତ୍ୟେକ କାର୍ଯ୍ୟ ପରମଙ୍କ ସହିତ ଏକତ୍ୱ ହେଇ କରିହେବ, ସେଇଟା ହେଇଯିବ ଯୋଗଯୁକ୍ତ ଜୀବନ। ତା ଅର୍ଥ ନୁହଁ ମୁଁ ଯାହା କରୁଛି ତାହା ଯୋଗ। ତେଣୁ ଆମେ ସଚେତନ ରହିବା। ଏଠି ସେଥିପାଇଁ କହିଲେ ଯେ ଆପଣାର ଶୁଦ୍ଧିକରଣ ସକାଶେ ଆମେ ସ୍ୱାର୍ଥ ତ୍ୟାଗ କରିବା ଗୋଟେ ଶକ୍ତିଶାଳୀ ଉପାୟ ବା ସାଧନ। କିନ୍ତୁ ସେଇଟା ହିଁ କେବଳ ସାଧ୍ୟ ନୁହେଁ, ବା ସେଇଟା ହିଁ କେବଳ ପୂର୍ଣ୍ଣ ଯୋଗରେ ସାଧ୍ୟ ରୂପେ ବ୍ୟବହାର କରାଯାଇ ପାରିବ ନାହିଁ। କାହିଁକିନା ଏଇ ସ୍ୱାର୍ଥ ତ୍ୟାଗ କରିବାକୁ ଯାଇ ବ୍ୟକ୍ତି ବେଳେ ବେଳେ କ'ଣ କରନ୍ତି? କେବଳ ତା ଉପରେ ଦମନ କରନ୍ତି, ତାକୁ ଚାପି ଦିଅନ୍ତି, ତା ଉପରେ ବିଜୟ ହାସଲ କରନ୍ତି ନାହିଁ। ପୁଣି ଏଠି ଆଉ ଗୋଟେ କଥା ମନେ ପକେଇଦେବି, ଆମ ଭିତରେ ଅନେକ ସମୟରେ ପ୍ରେରଣା ଆସେ ବା ଅନ୍ୟ ବ୍ୟକ୍ତି ଦ୍ୱାରା ଆମେ ପ୍ରେରିତ ହେଇ ଏଠି ଯୋଉ ଯେହେତୁ ସ୍ୱାର୍ଥ ତ୍ୟାଗ ଉପରେ ବା ଯେକୌଣସି କଥା, ଯେକୌଣସି ସ୍ପନ୍ଦନ ଉପରେ ବିଜୟ ହାସଲ କରିବା କଥା କୁହାଯାଏ, ସେତେବେଳେ କେତେକ ବ୍ୟାଖ୍ୟାକାର ମାନେ କୁହନ୍ତି ଏବଂ ଆମ ଭିତରେ ମଧ୍ୟ ଏକ ଭୁଲ ପ୍ରେରଣା ଆସେ। କ'ଣ ନା କାହାକୁ ତ ପ୍ରତ୍ୟାଖ୍ୟାନ କରିବନି ନା, ସବୁ ଉପରେ ବିଜୟ ହାସଲ କରାଯିବ। ତେଣୁ ଏଇ ଯୋଉ ପ୍ରବୃତ୍ତି, ଯୋଉ କୁପ୍ରବୃତ୍ତି, ଯୋଉ ମାନେ ଅନୁଚିତ ଗତିସ୍ପନ୍ଦନକୁ ମୁଁ ଧାରଣ କରିଛି କେବଳ ତାକୁ କ'ଣ ପାଇଁ ନା ତା ଉପରେ ରୂପାନ୍ତର ହାସଲ କରିବା ପାଇଁ, ତା ଉପରେ ବିଜୟ ହାସଲ କରିବା ପାଇଁ। ଇଏ ହଉଛି ଆମର ଏକ ତାମସିକତା, ଏକ ଆଳସ୍ୟତା ଏବଂ ଏକ ତାକୁ କୁହନ୍ତି ଇମୋସନାଲ ଆଟାଚମେଣ୍ଟ ବା ଆସକ୍ତି ଯୁକ୍ତ ଆମର ଏଇ ପ୍ରବୃତ୍ତି ପ୍ରତି ଆସକ୍ତି ଥିଲେ ଏ ପ୍ରକାରର ଆମେ ମିଛ ସାକ୍ଷୀ ନିଜ ପାଇଁ ନିଜେ ଦେଉଥାଉ। ତେଣୁ ଆମେ ସେଥିପ୍ରତି ସଚେତନ ରହିବା। ଆପଣାକୁ ଦମନ କରି ରଖିବାକୁ ନୁହେଁ, ମାତ୍ର ପରମେଶ୍ୱରଙ୍କର ସନ୍ତୋଷ ବିଧାନ କରିବା ହିଁ ତୁମର ଲକ୍ଷ୍ୟ ହୋଇ ରହିବା ଉଚିତ। ଏଇଟା ସେଥିପାଇଁ ଆମେ କଥା ହେଲେ ଯେ କେବଳ ପରମଙ୍କୁ ପରିପ୍ରକାଶ କରିବା ହିଁ ଆମର ଲକ୍ଷ୍ୟ ସାଧନ ହେବା ଉଚିତ। ତାପରେ ଜ୍ଞାନ 356ରେ କହୁଛନ୍ତି, ପାପ ଏବଂ ଦୁଷ୍କର୍ମ ଯେଉଁ ଅନର୍ଥ ଭିଆଇଛି ତାହାକୁ ସ୍ପଷ୍ଟ କରି ଦେଖିପାରିବା ବଡ଼ ସହଜ। ଯୋଉଗୁଡାକ ପାପ ବା ଦୁଷ୍କର୍ମ, ସେଗୁଡାକ ଆମେ ଧରି ଦଉ, ଆମେ ବୁଝି ଦଉ। କିନ୍ତୁ ପୁଣ୍ୟର ଆଳରେ
ଆମେ ଯୋଉ କର୍ମ କରୁ, ଯୋଉ ଭାବନା ଆଣିଥାଉ, ତାହା ପ୍ରକୃତରେ କେତେ ମାରାତ୍ମକ କିମ୍ବା କେତେ ସହାୟକ, ଏଇଗୁଡାକୁ ଆମକୁ ଅତ୍ୟନ୍ତ ଗମ୍ଭୀରତାର ସହିତ ସ୍ପଷ୍ଟ ଭାବେ ନିରୀକ୍ଷଣ କରିବାକୁ ପଡିବ। କାହିଁକି କୁହାହଉଛି? ଆମେ ଯେତେବେଳେ ପୁଣ୍ୟ କାର୍ଯ୍ୟ କରୁ, ସେଥିରେ ଆମର ସ୍ୱାଭିମାନ ଆସେ, ଦାମ୍ଭିକତା ଆସେ, ଆମେ ଗର୍ବ କରୁ। ମୋ ଭଳିଆ ପୁଣ୍ୟମାନ ବ୍ୟକ୍ତି ନାହାନ୍ତି। ଆପଣ ଜାଣନ୍ତି, ମୁଁ ଅତି ସାତ୍ବିକ। ଆପଣ ଜାଣନ୍ତି, ମୁଁ ପ୍ରତ୍ୟେକ ଦିନ ଆଜି ପର୍ଯ୍ୟନ୍ତ ଖରା, ବର୍ଷା, ଶୀତ, କାକର ମୁଁ 3ଟାରେ ଉଠେ। ଠିକ ବାବାଜୀ ମହାରାଜ ଯାହା କହିଛନ୍ତି, ଏବଂ ବ୍ରାହ୍ମ ମୁହୂର୍ତ୍ତ 3ଟା, ମୁଁ 3ଟା ବେଳେ ଉଠେ, ନିତ୍ୟକର୍ମ କରେ। ଖରା, ବର୍ଷା, ଶୀତ କିଛି ନାହିଁ, ପୁରା ଥଣ୍ଡା ପାଣି ହେଇଥାଉ, ମୁଁ ସେଥିରେ ଗାଧାଏ। ଏଇ ପ୍ରକାରର ଯେତେବେଳେ ଆମେ ଯୋଉ ବର୍ଣ୍ଣନା କରୁ, କଣ ପାଇଁ ବର୍ଣ୍ଣନା କରୁ? ଯେ ଲୋକମାନଙ୍କର ଆଟ୍ରାକ୍ସନ ନିଜ ଆଡକୁ ଆଣିବା ପାଇଁ। ଲୋକମାନେ ମତେ ଭଲ କୁହନ୍ତୁ, ମତେ ପୂଜା କରନ୍ତୁ, ମତେ ସମ୍ମାନ କରନ୍ତୁ। ଏଇ ପ୍ରକାରର ଏକ ଆମ ଭିତରେ ଦୁର୍ବଳତା ରହିଥାଏ, ଯୋଉ ଦୁର୍ବଳତାଟା କି ଏଇ ପ୍ରକାରର ଆଚରଣର ରୂପ ଗ୍ରହଣ କରେ, ଏବଂ ଆମେ ସେଠି ଦାମ୍ଭିକତା ଏବଂ ଗର୍ବ, ଅଭିମାନ, ସ୍ୱାଭିମାନ, ଅଭିମାନ ମାନେ ସ୍ୱାଭିମାନ ଆମେ ତିଆରି କରୁ। ତେଣୁ ସେଇଥିପାଇଁ ପ୍ରଭୁ କହୁଛନ୍ତି, ଯେଉଁ ପୁଣ୍ୟ କାର୍ଯ୍ୟ ଭିତରେ ଦମ୍ଭ ଓ ସ୍ୱାଭିମାନ ଭର୍ତ୍ତି ହୋଇ ରହିଥାଏ, ଯଥାର୍ଥ ଭାବରେ ନିଜକୁ ପ୍ରଶିକ୍ଷିତ କରି ପାରିଥିବା ଆଖି ତାହା ଦ୍ୱାରା କୃତ ଅନିଷ୍ଟଟିକୁ ମଧ୍ୟ ଦେଖିବାରେ ସମର୍ଥ ହୁଏ। କାହିଁକିନା ସେ ଯୋଉ ଦାମ୍ଭିକତା ଯୋଉ ଆସେ, ସେ ମୋର ଯୋଉ ଅନିଷ୍ଟ କରେ, ପ୍ରଭୁ କହୁଛନ୍ତି କିଏ ତାକୁ ଦେଖିବା ପାଇଁ ସମର୍ଥ ହୁଏ? ନା ଯେଉଁମାନେ ନିଜକୁ ପ୍ରଶିକ୍ଷିତ କରି ରଖିଥାନ୍ତି। ପ୍ରଭୁ କହୁଛନ୍ତି, ଯେଉଁମାନେ ପ୍ରଶିକ୍ଷିତ କରି ରଖିଥାନ୍ତି, ସେଇମାନେ ଏଇଟାକୁ ଦେଖିପାରନ୍ତି। ନହେଲେ କଣ ହୁଏ? ନା ଆମେ ତାର କବଳରେ ପଡିଯାଉ ଏବଂ ନିଜକୁ ସେଲ୍ଫ ଏକ୍ସପୋଜ କରି 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 ଆମେ ତାରି ବସରେ ବଶୀଭୂତ ହେଇଯାଉ, ଅହଂର ଦାସ ହେଇଯାଉ, ପରମଙ୍କ ଠାରୁ ଦୂରେଇ ଯାଉ, ପଥଭ୍ରଷ୍ଟ ହେଇଯାଉ। ତା ଦ୍ୱାରା କାହିଁକି କଣ ହୁଏ? ତା ଦ୍ୱାରା ମୋର ଲୋକ ସମ୍ପର୍କ ବଢେ, ଲୋକମାନେ ମତେ ସବୁ ସମ୍ମାନ କରନ୍ତି, ମୋର ମାନ ସମ୍ମାନ ବୃଦ୍ଧି ହୁଏ, ମୋର ଜ୍ଞାନ ଗାରିମା ବହୁତ ଅଛି ବୋଲି ଲୋକମାନେ ପ୍ରଶଂସା କରନ୍ତି। ଏହା ଦ୍ୱାରା କଣ ହୁଏ? ମୋର ଅହଂଟା ଅଧିକରୁ ଅଧିକ ମୋଟା ହେଇ ଚାଲେ। ଅହଂ ଯେତେ ମୋଟା ହବ, ପରମଙ୍କ ପାଖରୁ ମୋ ଭିତରେ ଦୂରତା ସେତେ ବଢି ବଢି ଯିବ। କାରଣ ଆମ ଭିତରେ ପ୍ରାଚୀରଟି ଲୁହାର ପ୍ରାଚୀର ଅତି ମୋଟେଇ ହେଇ ବଢି 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 ଏତେ ମୋଟେଇ ହେଇଯାଏ ଯେ ପରମଙ୍କର ଶବ୍ଦ ଆଉ ମୋ ପାଖରେ ପହଞ୍ଚି ପାରେନି। ତେଣୁ ଆମେ ସତର୍କ ରହିବା, ପ୍ରଶିକ୍ଷିତ କରି ରଖିବା। ତାହେଲେ ଆମେ ଏଇ ଯୋଉ ଦାମ୍ଭିକତା, ଏଇ ଯୋଉ ଗର୍ବ, ପୁଣ୍ୟର ଯୋଉ ଅନିଷ୍ଟ କରେ, ତାକୁ ଆମେ ଦେଖିପାରିବା। ସେଥିପାଇଁ ମା ତାକୁ କହୁଛନ୍ତି ଯେ ସକଳ ବିଭାଜନର ଉର୍ଦ୍ଧ୍ୱରେ ରହିଛି ପରମ ସତ୍ୟ, ଶାଶ୍ୱତ ସତ୍ୟ। ସିଏ ଏ ଦ୍ୱନ୍ଦ୍ୱ, ଏ ବିରୋଧିତା, ବିଭାଜନ ଏସବୁର ଉର୍ଦ୍ଧ୍ୱରେ ଏବଂ ଉଜ୍ଜଳ ଏବଂ ସମଗ୍ର ଏକତ୍ଵ ହଉଛି ତାର ଭିତ୍ତିଭୂମି। ଜ୍ଞାନ 357। ପ୍ରଥମେ ବ୍ରାହ୍ମଣ ଶାସ୍ତ୍ର। ଜ୍ଞାନ 357। ପ୍ରଥମେ ବ୍ରାହ୍ମଣ ଶାସ୍ତ୍ର ଏବଂ କର୍ମକାଣ୍ଡର ସାହାଯ୍ୟରେ ଶାସନ କରୁଥିଲା। ତାପରେ କ୍ଷତ୍ରିୟ ଆସି ତରବାରୀ ଓ ଢାଲ ସାହାଯ୍ୟରେ ଶାସନ କଲା। ବର୍ତ୍ତମାନ ବୈଶ୍ୟ ଆମକୁ ଯନ୍ତ୍ର ସମ୍ପତ୍ତି ଓ ମୁଦ୍ରା ଧନ ସାହାଯ୍ୟରେ ଶାସନ କରୁଛି, ଏବଂ ଆପଣାର ଦାସତ୍ୱ ଅବସ୍ଥାରୁ ମୁକ୍ତ ହୋଇଥିବା ଶୂଦ୍ର ତାହାର ସଂଘବଦ୍ଧ ଶ୍ରମିକ ଶକ୍ତିର ରାଜନୀତି ଦ୍ୱାରା ଚାପ ପକାଇବାରେ ଲାଗିଛି। ମାତ୍ର ବ୍ରାହ୍ମଣ, ଯାଜକ, କ୍ଷତ୍ରିୟ, ରାଜା, ବୈଶ୍ୟ, ବଣିକ ଅଥବା ଶୂଦ୍ର ଶ୍ରମଜୀବୀ ଏମାନେ କେହି ମନୁଷ୍ୟ ଜାତିର ଯଥାର୍ଥ ଶାସକ ହୋଇପାରିବେ ନାହିଁ। ପୂର୍ବର ଯାବତୀୟ ନିରଙ୍କୁଶ ଶାସନ ପରି ହତିଆର ଏବଂ କୋଡିର ନିରଙ୍କୁଶତା ମଧ୍ୟ ଅବଶ୍ୟ ବିଫଳ ହେବ। କେବଳ ଯେତେବେଳେ ଅହଂବାଦର ଅବସାନ ଘଟିବ ଏବଂ ମନୁଷ୍ୟ ଭିତରେ ରହିଥିବା ଭଗବାନ ନିଜ ନିଜର
ମାନବୀୟ ବିଶ୍ୱ ଜନୀନତାର ପରିଚାଳନା କରିପାରିବ, ସେତିକି ବେଳେ ଯାଇ ଏହି ପୃଥିବୀରେ ଏକ ସୁଖୀ ତଥା ସନ୍ତୁଷ୍ଟ ସମାଜ ସମ୍ଭବ ହେବ। ଏଠି ଭିନ୍ନ ଭିନ୍ନ ସମୟରେ ଯୋଉ ବିବର୍ତ୍ତନ ହେଇଛି ତାକୁ ଶ୍ରୀ ଅରବିନ୍ଦ ଅତି ସ୍ପଷ୍ଟ କରିଦଉଛନ୍ତି। ଏତେ ସରଳ ଭାବରେ କରିଛନ୍ତି ଯେ ଆମେ ବୁଝିବା କିଛି ଅସମ୍ଭବ ହବ ନାହିଁ ବା ବୁଝିବା କଷ୍ଟ ହବ ନାହିଁ। କହୁଛନ୍ତି ଗୋଟେ ଦିନ ଥିଲା ଯେତେବେଳେ ବ୍ରାହ୍ମଣ ତାଙ୍କର ଶାସ୍ତ୍ର ଏବଂ କର୍ମକାଣ୍ଡ ସାହାଯ୍ୟରେ ସମଗ୍ର ମାନବ ସମାଜକୁ ପରିଚାଳିତ ହଉଥିଲେ। ତେଣୁ ଏଠି ଲେଖୁଛନ୍ତି ଯେ ତା ଦ୍ୱାରା ଶାସନ ହଉଥିଲା। ତାପରେ କଣ ହେଲା, କ୍ଷତ୍ରିୟ ମାନେ ସମୟ ଆସି ପହଞ୍ଚିଲା। ସେତେବେଳେ କ୍ଷତ୍ରିୟ ବା ବଳର ତେଜ ବା ଯାହା ପାଖରେ ଯେତେ ଶକ୍ତି ରହିଛି, ବାହୁ ଶକ୍ତି ବା ମାନେ ଶରୀରର ଯୋଉ ଶକ୍ତି ରହିଛି, ସିଏ ହେଲା ଯେ ବଳବାନ ଯିଏ, ତା କଥା ଚାଲିଲା, ତାରି କଥା ରହିଲା। ଇଏ ଗୋଟେ ସମୟ ଗଲା। ତାପରେ କଣ ହେଲା, ବୈଶ୍ୟ ମାନେ, ତାପରେ ଗୋଟେ ସମୟ ଆସିଲା ଆପଣ ଦେଖିବେ ଯେତେବେଳେ ଆମକୁ ଅର୍ଥ ବର୍ତ୍ତମାନ ପରିଚାଳିତ କରୁଛି। ଯାହା ପାଖରେ ଅର୍ଥ ଅଧିକ ତାକୁ ଲୋକେ ମାନୁଛନ୍ତି, ତା କଥା ରହୁଛି। ସବୁ କଥାରେ ସିଏ ଯାହା କହିବ ସେଇଟା ହଉଛି ଫାଇନାଲ। ଯାହା ପାଖରେ ଅର୍ଥ ରହିଛି ବା ବୈଶ୍ୟ ଏଠି କହୁଛନ୍ତି ବର୍ତ୍ତମାନ ବୈଶ୍ୟ କଣ କରୁଛି, ଯନ୍ତ୍ର ସମ୍ପତ୍ତି ଓ ମୁଦ୍ରା ଧନ ସାହାଯ୍ୟରେ ଶାସନ କରୁଛି। ଯାହା ପାଖରେ ଯେତେ ଅର୍ଥ ରହିଛି ବା ଏଇ ଯୋଉ ଯନ୍ତ୍ର ର ବ୍ୟବହାର ଯିଏ ଅଧିକ କରୁଛି, ସିଏ ବର୍ତ୍ତମାନ କଣ କରୁଛି ନା ଲୋକମାନେ ତା ପାଖରେ ନିଜକୁ ସମର୍ପିତ କରିଦଉଛନ୍ତି। ଆମେ କଥାରେ କହିବାକୁ ଗଲେ ବିକି ଦଉଛନ୍ତି। ତେଣୁ ସିଏ ଶାସନ କରୁଛି ବୋଲି କହୁଛି। ଏବଂ ତାର ସେଇ ସମୟରେ କଣ ହଉଛି, ଯୋଉମାନେ ଶ୍ରମ କରୁଥିଲେ, ଯୋଉମାନେ ଶ୍ରମ କରି ବଞ୍ଚୁଥିଲେ, ସେମାନଙ୍କୁ ସାଧାରଣତଃ ଶାରୀରିକ ଶ୍ରମ ଯୋଉମାନେ କରୁଥିଲେ ସେମାନଙ୍କୁ ଶୂଦ୍ର କୁହାଯାଉଥିଲା, ସେମାନଙ୍କୁ ସେବାକାରୀ କୁହାଯାଉଥିଲା। ସେମିତି କିଛି ଜାତି ଭେଦ ନଥିଲା ଯେ ଏଇମାନେ ଶୂଦ୍ର ହିଁ ହେଇକି ରହିବେ ବୋଲି। ଧୀରେ ଧୀରେ ତା ଅପଭ୍ରଂଶ ହେଇଛି ଏବଂ ଶୂଦ୍ରର ପୁଅ ଶୂଦ୍ର, ବ୍ରାହ୍ମଣର ପୁଅ ବ୍ରାହ୍ମଣ, ବୈଶ୍ୟର ପୁଅ ବୈଶ୍ୟ, କ୍ଷତ୍ରିୟର ପୁଅ କ୍ଷତ୍ରିୟ, ଏମିତି ହେଇଯାଇଛି। ଧୀରେ ଧୀରେ ଅପଭ୍ରଂଶ ହେଇଛି। କିନ୍ତୁ ଏହା ସେଇ ଉଦ୍ଦେଶ୍ୟରେ ଯୋଉ ଆମର ବର୍ଣ୍ଣନା ରହିଛି, ଯେତେବେଳେ ଚାରି ଜାତିର ଯେତେବେଳେ ବର୍ଣ୍ଣନା ରହିଛି, କେବଳ ଯୋଉମାନେ ବେଦଜ୍ଞ ବା ଶାସ୍ତ୍ରଜ୍ଞ ସେମାନଙ୍କୁ ବ୍ରାହ୍ମଣ କୁହାଯାଉଥିଲା। ଯୋଉମାନେ ବ୍ୟବସାୟ କରନ୍ତି ସେମାନଙ୍କୁ ବଣିକ ବା ବୈଶ୍ୟ ବୋଲି କୁହାଗଲା। ଏକ ଟିକେ ଉଚ୍ଚାଙ୍ଗ ସାହିତ୍ୟ ଦ୍ଵାରା ଆମେ ତାଙ୍କୁ ବଣିକ ବୋଲି, ବଣିଆ ବୋଲି, ନାଇଁ ବଣିଆ ନୁହଁ, ବଣିଆ ଟା ଅଲଗା, ବଣିକ ବ୍ୟବସାୟୀ। ତାପରେ ଯୋଉମାନେ ସେବା କରନ୍ତି ତାଙ୍କୁ ସେମାନଙ୍କୁ ଶୂଦ୍ର ବୋଲି କୁହାଯାଉଥିଲା। ଏଠି କହୁଛନ୍ତି ତେଣୁ କଣ ହେଇଛି ଯେ ଶୂଦ୍ର ମଧ୍ୟ ତାର ଯୋଉ ଶ୍ରମକୁ ନେଇକି ସିଏ ଗୋଟେ ରାଜନୀତି କରୁଛି। ଶ୍ରମବଦ୍ଧ ମାନେ ସଂଘବଦ୍ଧ ହେଇ ରାଜନୀତି କରୁଛି। ଆପଣ ଦେଖୁଥିବେ ଲେବର ଷ୍ଟ୍ରାଇକ, ଟିଚର ମାନେ ଷ୍ଟ୍ରାଇକ। ପ୍ରକୃତରେ ଟିଚର ମାନେ ଯୋଉ କାମ କରୁଛନ୍ତି ସେଟା ଯେମିତି ଲେବର ଭଳିଆ ମାନେ ନିଜେ ମନେ କରୁଛନ୍ତି। କର୍ମୀ ମାନେ ଯୋଉମାନେ ସବୁ ଗୋଟେ ଗୋଟେ ଇଣ୍ଡଷ୍ଟ୍ରିର ୱାର୍କର ମାନେ, ସେମାନେ ଷ୍ଟ୍ରାଇକ କରୁଛନ୍ତି। ଇଏ ସବୁ ହଉଛି କଣ, ନିଜର ଯୋଉ ଶାରୀରିକ ଶ୍ରମ ଯୋଉ ସେମାନେ ଦଉଥିଲେ, ସେଇ ଶ୍ରମରେ ସେମାନେ ରାଜନୀତି କରୁଛନ୍ତି। ରାଜନୀତି କରି କଣ କରୁଛନ୍ତି, ଅନ୍ୟମାନଙ୍କ ଉପରେ ଚାପ ପକାଉଛନ୍ତି। ସେ କହୁଛନ୍ତି ଏମାନେ କେହି ବି ମନୁଷ୍ୟ ଜାତିର ଯଥାର୍ଥ ଶାସକ ହୋଇପାରିବେ ନାହିଁ। ଯଥାର୍ଥ ଶାସକ ହବାକୁ ହେଲେ ଏଇ ସବୁ ଜିନିଷ ଯଦି ରହିଲା, ଯାବତୀୟ ନିରଙ୍କୁଶ ଶାସନ ପରି ହତିଆର ଏବଂ କୋଡିର ନିରଙ୍କୁଶତା ମଧ୍ୟ ବିଫଳ ହେବ ଯଦି ଆମେ ଚେତନାର ଉର୍ଦ୍ଧ୍ୱକୁ ନ ଗଲେ। ଯଦି ଆମେ ଅହଂବାଦର ଅବସାନ ନ ଘଟଉଛନ୍ତି, ଯଦି ଆମେ ମନୁଷ୍ୟ ଭିତରେ ରହିଥିବା ଯୋଉ ଭଗବାନ ତାଙ୍କର ମାନବୀୟ ବିଶ୍ୱ ଜନୀନତାର ପରିଚାଳନା କରିପାରି ନାହାନ୍ତି ବା କରୁନାହାନ୍ତି, ତେବେ ତାହା ଆମ ପାଇଁ ବିଫଳ ହେଇଗଲା। ତେଣୁ ଆମେ ସତର୍କ ରହିବା, ସଚେତନ ରହିବା, ପ୍ରସ୍ତୁତ କରିବା ସବୁବେଳେ ମୋ ଭିତରେ ଅତିମାନ ଶକ୍ତି କିପରି କାର୍ଯ୍ୟ କରିବ, ସେଥିପାଇଁ ଦୁଇଟି ଷ୍ଟେପ ନିହାତି ଦରକାର। ଗୋଟିଏ ହଉଛି ଅହଂ ବା ଅହଂର ପରିପ୍ରକାଶ ଯେତେ ଗୁଟେ ରହିଛି ତାକୁ ବିଲୋପ ସାଧନ କରିବା ଏବଂ ପୂର୍ଣ୍ଣ ସମର୍ପିତ ଭାବ
ଆସ୍ପୃହା ଅପ୍ରତିହତ ଆସ୍ପୃହା ସହିତ ମାଙ୍କ ପାଖରେ ରଖିବାକୁ ପଡିବ ଯେ ମତେ ସେ ତାଙ୍କର କରିନିଅନ୍ତୁ, ମୁଁ ଯେପରି ଅବିକୃତ ଭାବରେ ତାଙ୍କୁ ପରିପ୍ରକାଶ କରିପାରେ। ମା ଏଠି ମା କହୁଛନ୍ତି କେବଳ ଦିବ୍ୟ ଶାସନ ହିଁ ଯଥାର୍ଥ ଶାସନକୁ ସମ୍ଭବ କରିପାରେ। ତେଣୁ ଆମେ ଆସ୍ପୃହା ରଖିବା ଯେପରି ଦିବ୍ୟ ଶାସନ ସବୁ ଜାଗାରେ ହୁଏ। ଏବେ ବେଳେବେଳେ ଆମେ କଣ କରୁ, ଆମର ଯୋଉ ସଂକୀର୍ଣ୍ଣତା, ଆମର ଯୋଉ ଅଳ୍ପ କିଛି ବୁଝିପାରିବାର କ୍ଷମତା, ତାକୁ ବ୍ୟବହାର କରି ଆମେ ଅହଙ୍ଗର ପରିପୃଷ୍ଟ କରୁ, ସେଗୁଡ଼ିକଠାରୁ ଆମେ ଦୂରେଇ ରହିବୁ। ମା କିଛି ନାହିଁ। ମା, thank you all, Aravar.